ଶ୍ରୋତାବନ୍ଧୁ ନୀତି ବା ନିୟମ ଜୀବନ ଜୀଇବାର ଏକ ଶକ୍ତିଶାଳୀ ବ୍ୟବସ୍ଥା, ଏକ କବଚ। ନୀତିଭ୍ରଷ୍ଟ ଜୀବନ ଅତ୍ୟନ୍ତ ଦିଗ୍ଭ୍ରାନ୍ତ ହୋଇଯାଏ। ନୈତିକତାକୁ ଏକ ଦୀପଦଣ୍ଡୀ ଭାବରେ ଆମେ ଗ୍ରହଣ କରୁ, ଯାହା ଆମ ଜୀବନକୁ ଆଲୋକିତ ମାର୍ଗ ନିର୍ଦ୍ଦେଶ କରିଥାଏ। ଯୁଗ ପରେ ଯୁଗ ଗତିଶୀଳ ହୋଇ ଯେତେ ଚେତନାଗତ ଉତ୍ତରଣ ହେଲେ ହେଁ ନୀତିନିଷ୍ଠ ଅନୁଭବ, ଅନୁଭୂତି, ଉପଲବ୍ଧି ଏବଂ ଉପଦେଶ ସେମିତି ହିଁ ଅକ୍ଷୁର୍ଣ୍ଣ ରହିଛି ଆଉ ରହିବ। ପଞ୍ଚତନ୍ତ୍ର ହିତୋପଦେଶ କଥା ସରିତ ସାଗରର ବହୁ ପୂର୍ବରୁ ସଂସ୍କୃତ ପଣ୍ଡିତମାନଙ୍କର ନୀତିବାଦ ଏବେ ବି ଆମମାନଙ୍କ ପାଇଁ ଅବଧାରଣୀୟ। ଭର୍ତ୍ତୃହରିକୃତ ନୀତି ଶତକର ଭାବଗତ ଅବଧାରଣାକୁ ଜଣେ ନୀତିବାଦୀ ପ୍ରବକ୍ତା ପ୍ରତିଷ୍ଠା ଦେଇଛନ୍ତି। ସେ ହେଉଛନ୍ତି ଆମ ସମୟର ଜଣେ ସୁସାହିତ୍ୟିକ, ସମ୍ପାଦକ, ଇଞ୍ଜିନିୟର ଗୋବିନ୍ଦ ଚନ୍ଦ୍ର ସାହୁ। ଶ୍ରୀ ଗୋବିନ୍ଦ ଚନ୍ଦ୍ର ସାହୁ ଆମ ସମୟର କେବଳ ଜଣେ ଖ୍ୟାତନାମା ଇଞ୍ଜିନିୟର ନୁହନ୍ତି, ଜଣେ କୃତବିଦ୍ୟ ସାହିତ୍ୟିକ ମଧ୍ୟ। ଉଭୟ ବୃତ୍ତି ଓ ପ୍ରବୃତ୍ତି କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ଶ୍ରୀ ସାହୁ ଜନପ୍ରିୟ ବିଜ୍ଞାନ ଲେଖକ ଭାବରେ 1996ରେ ଓଡ଼ିଶା ବିଜ୍ଞାନ ଏକାଡେମୀ ଦ୍ୱାରା ଓ 2001 ବର୍ଷ ପାଇଁ ଅନୁବାଦ ସାହିତ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ପୁରସ୍କୃତ ହୋଇଛନ୍ତି। ଶ୍ରୀ ସାହୁ ସରକାରୀ ପଦବୀରୁ 2000 ମସିହାରୁ ଅବସର ନେଇଛନ୍ତି ସତ, କିନ୍ତୁ ଅବସନ୍ନ ହୋଇନାହାନ୍ତି। ଶ୍ରୀ ସାହୁ ଉଭୟ ବିଜ୍ଞାନ ଏକାଡେମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ଯଥାକ୍ରମେ ବରିଷ୍ଠ ବୈଜ୍ଞାନିକ ଓ ବରିଷ୍ଠ ସାହିତ୍ୟିକ ଭାବରେ ସମ୍ବର୍ଦ୍ଧିତ ହୋଇଛନ୍ତି। ସାରସ୍ୱତ ଶ୍ରଦ୍ଧା ତାଙ୍କୁ ଅଧିକରୁ ଅଧିକ ଭାବରେ ସାହିତ୍ୟ ପ୍ରତି ଅନୁଗାମୀ କରିଛି। ନିରବଚ୍ଛିନ୍ନ ଭାବରେ 2007 ମସିହାରୁ ଓଡ଼ିଶାର ବହୁ ଚର୍ଚ୍ଚିତ ମର୍ଯ୍ୟାଦା ସମ୍ପନ୍ନ ସମ୍ଭ୍ରାନ୍ତ ପତ୍ରିକା ମହାନଦୀର ସେ ସମ୍ପାଦନା କରିଆସିବା ସହିତ ନିଜକୁ ସାହିତ୍ୟ ସାଧନାରେ ନିମଜ୍ଜିତ ରଖିଛନ୍ତି। ଅଦ୍ୟାବଧି ତାଙ୍କର ଓଡ଼ିଆରେ 18 ଖଣ୍ଡ ଓ ଇଂରାଜୀରେ 4 ଖଣ୍ଡ ପୁସ୍ତକ ପ୍ରକାଶିତ। ଶ୍ରୋତାବନ୍ଧୁ, ଇଞ୍ଜିନିୟର ଗୋବିନ୍ଦ ଚନ୍ଦ୍ର ସାହୁଙ୍କର ଚାଣକ୍ୟ ନୀତି ଶତକ, ଭର୍ତ୍ତୃହରି ନୀତି ଶତକ, ଭଜଗୋବିନ୍ଦମର ଭାଷ୍ୟ ବହୁ ଭାଷାରେ ଅନୁଦିତ ହୋଇଛି। ବିଶେଷ କରି ଭଜଗୋବିନ୍ଦମର ଭାଷ୍ୟ ହିନ୍ଦୀ, ବଙ୍ଗଳା, ଗୁଜରାଟୀ, ସଂସ୍କୃତ ଓ ଇଂରାଜୀରେ ଅନୁଦିତ। ତେବେ ଆସନ୍ତୁ ଆପଣମାନଙ୍କ ଉଦ୍ଦେଶ୍ୟରେ ଆଜି ଭର୍ତ୍ତୃହରି ନୀତି ଶତକର ଗୋଟେ ସୁନ୍ଦର କାହାଣୀ ମୁଁ ଉପସ୍ଥାପନ କରୁଛି। ସେଇଟି ହେଉଛି ପଞ୍ଚତନ୍ତ୍ରର ଏକ କାହାଣୀ। ତେବେ ଏ କାହାଣୀ ପୂର୍ବରୁ ଭର୍ତ୍ତୃହରିଙ୍କର ଗୋଟେ ଶ୍ଲୋକ, ତାହା ହେଉଛି ସତ୍ୟୋ ବାରୟିତୁମ୍ ଜଳେନ ହୁତଭୁକ୍ ସୂର୍ପେଣ ସୂର୍ଯ୍ୟାତପୋ ନାଗେନ୍ଦ୍ରୋ ନିଶିତାଙ୍କୁଶେନ ସମଦୋ ଦଣ୍ଡେନ ଗୌଗର୍ଦ୍ଧଭ ବ୍ୟାଧିର୍ଭେଷଜ ସଂଗ୍ରହୈଶ୍ଚ ବିବିଧୈର୍ମନ୍ତ୍ର ପ୍ରୟୋଗୈର୍ବିଷମ୍ ସର୍ବସ୍ୟୋଧମସ୍ତି ଶାସ୍ତ୍ରବିହିତମ୍ ମୂର୍ଖସ୍ୟ ନାସ୍ତ୍ୟୌଷଧମ୍। ଅର୍ଥାତ୍ ଜଳ ଦ୍ୱାରା ଅଗ୍ନିକୁ ଶାନ୍ତ କରାଯାଇପାରେ, ଛତ୍ର ଦ୍ୱାରା ସୂର୍ଯ୍ୟଙ୍କ ତାପରୁ ଆଶ୍ୱସ୍ତି ମିଳିପାରେ, ତୀକ୍ଷ୍ଣ ଅଙ୍କୁଶ ଦ୍ୱାରା ମଦୋନ୍ମତ୍ତ ହସ୍ତୀକୁ ଆୟତ୍ତ କରାଯାଇପାରେ, ଯଷ୍ଟି ସାହାଯ୍ୟରେ ଗୋରୁ ଓ ଗଧ ପ୍ରଭୃତିଙ୍କୁ ବିତାଡ଼ିତ କରିବା ସମ୍ଭବ, ଔଷଧ ସେବନ ଦ୍ୱାରା ରୋଗ ବ୍ୟାଧିରୁ ମୁକ୍ତି ମିଳିପାରେ ଓ ମନ୍ତ୍ର ପ୍ରୟୋଗ ଦ୍ୱାରା ବିଷ ପ୍ରକ୍ରିୟା ଆୟତ୍ତ ହୋଇପାରେ। ଏହିପରି ସମସ୍ତଙ୍କ ପାଇଁ ଶାସ୍ତ୍ର ବିହିତ ଔଷଧ ଅଛି, କିନ୍ତୁ ମୂର୍ଖକୁ ଆୟତ୍ତ କରିବା ପାଇଁ କୌଣସି ଉପାୟ ନାହିଁ। ଏଠାରେ ଶାସ୍ତ୍ରାନୁମୋଦିତ ସମସ୍ତ ନୀତି ନିୟମ ବିଫଳ। ଶ୍ରୋତାବନ୍ଧୁ, ଏଇ କଥାଟିକୁ ଭର୍ତ୍ତୃହରିଙ୍କର ଏଇ ନୀତି ଶ୍ଲୋକକୁ ପ୍ରମାଣିତ କରିବା ପାଇଁ ପଞ୍ଚତନ୍ତ୍ରର ଏକ କାହାଣୀର ଅବତାରଣା କରିଛନ୍ତି ଇଞ୍ଜିନିୟର ଗୋବିନ୍ଦ ଚନ୍ଦ୍ର ସାହୁ ମହୋଦୟ। ପାଟଳୀପୁତ୍ର ନଗରୀରେ ମଣିଭଦ୍ର ନାମରେ ଜଣେ ବ୍ୟବସାୟୀ ଥାଆନ୍ତି। ସେ ବଡ଼ ଧର୍ମପରାୟଣ ଥିଲେ। ମଠ, ମନ୍ଦିର ପ୍ରଭୃତି ନିର୍ମାଣରେ ଅଜସ୍ର ଅର୍ଥ ବ୍ୟୟ କରୁଥିଲେ।
ସାଧୁ ସନ୍ଥ ଓ ବ୍ରାହ୍ମଣ ମାନଙ୍କୁ ମୁକ୍ତ ହସ୍ତରେ ଦାନ ଓ ଭୋଜନ ଦେଉଥିଲେ। ଏହିପରି କିଛି ଦିନ ବିତିଗଲା। ସମ୍ପତ୍ତିର ପରିମାଣ କ୍ରମଶଃ ହ୍ରାସ ହେବାକୁ ଲାଗିଲା। ସେ ଦରିଦ୍ର ହୋଇଗଲେ। ଦରିଦ୍ର ହୋଇଯିବାରୁ ପୂର୍ବ ଭଳି ସମ୍ମାନ ମିଳିଲା ନାହିଁ। ଧୀରେ ଧୀରେ ଆପଣାର ଲୋକେ ଦୂରେଇ ଗଲେ। ଦାନ ଗ୍ରହଣ କରିଥିବା ଲୋକେ ମୁହଁ ଆଡ଼େଇ ଦେଲେ। ଏହା ହିଁ ସଂସାରର ବାସ୍ତବତା। ମଣିଭଦ୍ର ଭାବିଲେ ଜୀବନଟା ଅସାର ହୋଇଗଲା। ସମ୍ପତ୍ତି ଶେଷ ହେଲା, ତା ସହ ସମ୍ମାନ ମଧ୍ୟ ଗଲା। ଏପରି ଅବସ୍ଥାରେ ବଞ୍ଚି ରହିବା ଅପେକ୍ଷା ଜୀବନ ହାରିଦେବା ଶ୍ରେୟସ୍କର। ଦିନେ ରାତିରେ ଶୋଇଥିବା ଅବସ୍ଥାରେ ସ୍ୱପ୍ନ ଦେଖିଲେ ଯେ ଭଗବାନ ବିଷ୍ଣୁ ତାଙ୍କୁ କହୁଛନ୍ତି, ହେ ମଣିଭଦ୍ର, ତୁମେ ମୋର ପରମ ଭକ୍ତ, ମୋର ଆଶ୍ରିତ। ମୁଁ ତୁମ ଧର୍ମ କାର୍ଯ୍ୟରେ ଖୁବ୍ ସନ୍ତୁଷ୍ଟ। ତୁମେ ସତ୍ କର୍ମରେ ଟଙ୍କା ପଇସା ବ୍ୟୟ କରିଛ, ବ୍ୟସ୍ତ ହୁଅ ନାହିଁ। ଆସନ୍ତାକାଲି ପ୍ରଭାତରେ ମୁଁ ଜଣେ ସାଧୁ ବେଶରେ ତୁମ ଘରେ ପହଞ୍ଚିବି। ମୋତେ ଦେଖିବା ମାତ୍ରେ ମୋ ମଥାକୁ ଲକ୍ଷ୍ୟ କରି ଏକ ଶକ୍ତ ପ୍ରହାର ତମେ କରିବ। ଦେଖିବ ମୋ ଶରୀର ସମ୍ପୂର୍ଣ୍ଣ ସୁନା ପାଲଟିଯିବ। ତୁମେ ସେଇ ସୁନାକୁ ଘରେ ରଖି ଖର୍ଚ୍ଚ କରିବ। ତୁମର ଅଭାବ ମେଣ୍ଟିଯିବ ଓ ସମ୍ମାନ ପୂର୍ବ ଭଳି ଫେରି ଆସିବ। ସକାଳ ପ୍ରହରୁ ଉଠି ମଣିଭଦ୍ର ସ୍ୱପ୍ନ କଥା ମନେ ପକେଇଲେ ଓ ସ୍ନାନ ସାରି ସାଧୁଙ୍କ ଅପେକ୍ଷାରେ ରହିଲେ। ସକାଳୁ ସାଧୁଙ୍କ ପରିବର୍ତ୍ତେ ତାଙ୍କ କ୍ଷୌର କର୍ମ ପାଇଁ ବାରିକ ଆସିଲା। ମଣିଭଦ୍ରଙ୍କ ମନ ଊଣା ହୋଇଗଲା। ଭାବିଲେ, କୀଟ ଯେବେ ଟେକିପାରେ ପର୍ବତ, ତେବେ ସ୍ୱପ୍ନ କଥା ହୋଇଥିବ ସତ। ଏହି ଆପ୍ତବାକ୍ୟ ବୋଧହୁଏ ଭୁଲ ନୁହେଁ, ମାତ୍ର ଆଶ୍ଚର୍ଯ୍ୟ। ଠିକ୍ ଏହି ସମୟରେ ଜଣେ ସାଧୁ ମହାତ୍ମା ଘରକୁ ପ୍ରବେଶ କଲେ। ମୁଣ୍ଡରେ ଚିତା ତିଳକ ଓ କଣ୍ଠରେ ଲମ୍ବା ତୁଳସୀ ମାଳି। ଏହା ଦେଖି ମଣିଭଦ୍ରଙ୍କର ଆନନ୍ଦର ସୀମା ରହିଲା ନାହିଁ। ପୂର୍ବରୁ ସେ କବାଟ କୋଣରେ ଏକ ମଜବୁତ ଠେଙ୍ଗା ରଖିଥାନ୍ତି। ତୁରନ୍ତ ସାଧୁଙ୍କ ମଥାରେ ଏକ ଶକ୍ତ ପ୍ରହାର କଲେ। ସତକୁ ସତ ସାଧୁଙ୍କ ସମଗ୍ର ଶରୀର ସୁନାମୁଣ୍ଡା ପାଲଟିଗଲା। ବାରିକ ସାହାଯ୍ୟରେ ଘର ଭିତରକୁ ଟେକି ନେଲେ। ବାହାରେ ଏକଥା ପ୍ରଘଟ ନ କରିବା ପାଇଁ ବାରିକକୁ ଯଥେଷ୍ଟ ସୁନା ଓ ଟଙ୍କା ଦେଲେ। ବାରିକ କେବଳ ଆନନ୍ଦିତ ହେଲା ନାହିଁ, ତାକୁ ଏକ ନୂଆ ଉପାୟ ମିଳିଗଲା। ସେ ସ୍ଥିର କଲା ଯେ ଏହି ଉପାୟ ଅବଲମ୍ବନ କରି ସେ ଅଚିରେ କୋଟିପତି ପାଲଟିଯିବ। ସେ ଗ୍ରାମ ଦେବାଳୟରେ ଥିବା ବାବାଜୀମାନଙ୍କୁ ଭୋଜନ ପାଇଁ ଘରକୁ ନିମନ୍ତ୍ରଣ କରି ଜଣକ ପରେ ଜଣକୁ ମାରିବ। ବାବାଜୀମାନେ ତା ପାଇଁ ହେଲେ ସୁନା ଅଣ୍ଡା ଦେଉଥିବା କୁକୁଡ଼ା। ଏହି ଯୋଜନା କରି ପରଦିନ ସକାଳୁ ମଠକୁ ଗଲା ଓ ବାବାଜୀମାନଙ୍କୁ ନିମନ୍ତ୍ରଣ କଲା। ବାବାଜୀଗଣ ପ୍ରଥମେ ଅରାଜି ହେଲେ, ପରେ ସୁସ୍ୱାଦୁ ଭୋଜନ, ଲୁଗାପଟା ଓ ସୁବର୍ଣ୍ଣ ମିଳିବା ଲୋଭରେ ସମ୍ମତି ଦେଲେ। ପରଦିନ ସକାଳେ 5 ଜଣ ବାବାଜୀ ଗେରୁଆ ବସ୍ତ୍ର ପରିଧାନ କରି ଚିତା ଚୈତନ କାଟି ବାରିକ ଘର ଅଭିମୁଖେ ଚାଲିଲେ। ବାରିକ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଥାଏ। ଏକ ଶକ୍ତ ମୋଟା ଠେଙ୍ଗା କବାଟ ପଛରେ ସଜାଡ଼ି ରଖିଥାଏ। ବାବାଜୀମାନଙ୍କୁ ଦେଖି ସ୍ୱାଗତ ସମ୍ଭାଷଣ କରି ଘର ଭିତରକୁ ଡାକି ନେଲା। ତାପରେ ଠେଙ୍ଗାରେ ନିର୍ଘାତିଆ ଦେଲା ପାହାର। ସେମାନେ ବିକଳ ଚିତ୍କାର କରୁଥାନ୍ତି। ଜଣଙ୍କର ପ୍ରାଣବାୟୁ ଉଡ଼ିଗଲା, ଅନ୍ୟମାନେ ରକ୍ତରେ ଜୁଡୁବୁଡ୍। ଘର ସାରା ରକ୍ତ। ଚିତ୍କାର ଶୁଣି ସାଇ ପଡ଼ିଶା ଦୌଡ଼ି ଆସିଲେ। ତୁଣ୍ଡ ବାଇଦ ସହସ୍ର କୋଶ। ଖବର ପାଇ ଥାନାରୁ ପୋଲିସ ଆସି ବିଚରା ବାରିକକୁ ବାନ୍ଧି ନେଲେ। କୋର୍ଟର ବିଚାର ହୋଇ ନିର୍ବୁଦ୍ଧିଆ ବାରିକକୁ ଆଜୀବନ କାରାଦଣ୍ଡ ହେଲା। ମୂର୍ଖ ବ୍ୟକ୍ତିକୁ ଏପରି ଦଣ୍ଡ ଭୋଗିବାକୁ ପଡ଼ିଥାଏ। ଥରେ ଆଚାର୍ଯ୍ୟ ଚାଣକ୍ୟ ଲୋକମାନଙ୍କୁ ବୁଝାଉଥାନ୍ତି ଯେ ଦୁଷ୍ଟ ତଥା ମୂର୍ଖ ଓ ଅର୍ଥ ଉଭୟଙ୍କ ମଧ୍ୟରେ ସାମଞ୍ଜସ୍ୟ ଥିବାରୁ ଏହି ଦ୍ୱୟକୁ ଏକ ପ୍ରକାର ଆଚରଣ କରିବା ଉଚିତ। ଉଭୟଙ୍କୁ ପାଦରେ ଦଳି ଦେବା ନଚେତ୍ ଦୂରରୁ ଜୁହାର କରି ପଳାଇଯିବା ବିଧେୟ। କିନ୍ତୁ ଜଣେ ବ୍ୟକ୍ତି ସାହସ ସଞ୍ଚୟ କରି ଆଚାର୍ଯ୍ୟଙ୍କୁ ପଚାରିଲେ, ଆଚାର୍ଯ୍ୟ ମହାଶୟ, ଏପରି କିଛି ପନ୍ଥା ନାହିଁ ଯାହାଦ୍ୱାରା ମୂର୍ଖମାନଙ୍କୁ ଉଚିତ ମାର୍ଗକୁ ଅଣାଯାଇ ପାରିବ? ଉତ୍ତରରେ ଆଚାର୍ଯ୍ୟ କହିଲେ, ଯେପରି ଘୃତ ଓ କ୍ଷୀରକୁ ନିମ୍ବରେ ମିଶାଇଲେ ନିମ୍ବ କଦାପି ସୁମିଷ୍ଟ ହୋଇପାରେ ନାହିଁ, ସେହିପରି ମୂର୍ଖଙ୍କୁ କାନେ କାନେ ଶିକ୍ଷା ଦେଲେ ମଧ୍ୟ ସେମାନେ ସମ୍ୟକ୍ ଜ୍ଞାନ ଆହରଣ କରିପାରନ୍ତି ନାହିଁ। ବାସ୍ତବରେ ମୂର୍ଖମାନଙ୍କୁ ଆୟତ୍ତ କରିବା ଅତୀବ ଦୁଃସାଧ୍ୟ। କୁକୁର ଲାଙ୍ଗୁଡ଼କୁ ସିଧା କରିବା ସଦୃଶ। ବିଶ୍ୱନାଥ କରଙ୍କ ଭାଷାରେ, ଯେ ଯାହା ସୁଗୁଣ ନ ପାରେ ଜାଣି, ସେ ତାହାର ସିନା ନିନ୍ଦା ବଖାଣି।
ଗଜମୁକ୍ତା ଫିଙ୍ଗି ସବରି ଯଥା, କାଇଁଚି ଆଦର କରଇ ତଥା। ଆଉଥରେ, ଯେ ଯାହା ସୁଗୁଣ ନପାରେ ଜାଣି, ସେ ତାହାର ସିନା ନିନ୍ଦା ବଖାଣି, ଗଜମୁକ୍ତା ଫିଙ୍ଗି ସବରି ଯଥା, କାଇଁଚି ଆଦର କରଇ ତଥା। ଶ୍ରୋତାବନ୍ଧୁ, ଆଜି ଆମେ ଶୁଣୁଥିଲେ ଇଞ୍ଜିନିୟର ଗୋବିନ୍ଦ ସାହୁଙ୍କ ଦ୍ୱାରା ସମ୍ପାଦିତ ଏକ ସୁନ୍ଦର ପୁସ୍ତକ, ଯାହାର ଶୀର୍ଷକ ଅଛି ଭର୍ତ୍ତୃହରିକୃତ ନୀତି ଶତକ ଏକ ଅଧ୍ୟୟନ। ଏହି ପୁସ୍ତକରେ ସନ୍ନିବେଶିତ ପଞ୍ଚତନ୍ତ୍ରର ଏକ କାହାଣୀକୁ ମୁଁ ଆପଣମାନଙ୍କ ଉଦ୍ଦେଶ୍ୟରେ ଉପସ୍ଥାପନ କଲି। ମୋର ଅଡ଼ିଓଟି କେମିତି ଲାଗିଲା, ଆପଣମାନଙ୍କ ମତାମତ ଅପେକ୍ଷାରେ ରହୁଛି। ଧନ୍ୟବାଦ।